ଜୟ ଜଗନ୍ନାଥ। ମୁଁ ଚିରଞ୍ଜୀବ ସ୍ୱାଗତ ଆପଣମାନଙ୍କ ଚ୍ୟାନେଲ ଲେଟ୍ସ କ୍ରାକ୍ ଏଜୁକେସନରେ। ଆପଣମାନଙ୍କୁ ବହୁତ ବ୍ୟସ୍ତ ହେଉଥିଲେ ଯେ ଆପଣମାନଙ୍କର ଯେଉଁ ଆର୍ଆଇ ଅମିନ ବାହାରିଥିଲା ନା ତାର ଆପଣମାନଙ୍କର ସର୍ଭର ଚାଲୁନଥିଲା। ଆପଣମାନଙ୍କର ଲାଷ୍ଟ ଡେଟ୍ ଥିଲା 25 ଜାନୁଆରୀ। ଓକେ, 25 ଜାନୁଆରୀ ଯେହେତୁ ଆପଣଙ୍କର ଲାଷ୍ଟ ଡେଟ୍ ଥିଲା, ସେଥିପାଇଁ ଆପଣ ବ୍ୟସ୍ତ ହେଉଥିଲେ ଯେ କିପରି ଆପଣ ରେଜିଷ୍ଟ୍ରେସନ କରିବେ ପୋଷ୍ଟ ପାଇଁ, ନ୍ୟୁ ରେଜିଷ୍ଟର କରିବେ। ତ ବର୍ତ୍ତମାନ ଯେହେତୁ ତାଙ୍କର ସର୍ଭର କାମ କଲାନି, ସେଥିପାଇଁ ସେମାନେ କ'ଣ କଲେ ନା ଆପଣଙ୍କର ନୂଆ ଦେଖିପାରିବେ ଆପଣ ଏଇଠି ଆପଣଙ୍କର ଏକ୍ସଟେନସନ୍ କରିଛନ୍ତି ଡେଟ୍ ଲାଇନ୍ଟିକୁ। ତ ବର୍ତ୍ତମାନ ଯେଉଁ ନୂଆ ଡେଟ୍ ଲାଇନ୍ ହୋଇଛି, ବହୁତ ଟାଇମ୍ ଦେଇଛନ୍ତି ଆପଣଙ୍କୁ। ଆପଣମାନେ ସେ ଅନୁଯାୟୀ ଆପଣଙ୍କ ପଢ଼ାପଢ଼ି ମଧ୍ୟ ଜୋରସୋରରେ ଜାରି ରଖିବେ। ତେବେ ଚାଲନ୍ତୁ ଜାଣିନେବା ଯେ କେଉଁ ଡେଟ୍ରେ କରିଛନ୍ତି। ହେଲେ ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲରେ ନୂଆ କରି ଯୋଡ଼ି ହୋଇଛନ୍ତି, ତେବେ ନିଶ୍ଚୟ ଆମ ଚ୍ୟାନେଲଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଯିବା ଦେଖିନେବା କେଉଁ ଡେଟ୍ ଦେଇଛନ୍ତି। ବର୍ତ୍ତମାନ ଯଦି ଆପଣ ଡେଟ୍ ଦେଖିବେ, ଆପଣଙ୍କର ଯେଉଁ ଷ୍ଟାର୍ଟ ହୋଇଥିଲା ତ ଆପଣ ଜାଣିଛନ୍ତି ଯେ 30 ଡିସେମ୍ବରରେ ଷ୍ଟାର୍ଟ ହୋଇଥିଲା, କିନ୍ତୁ ବର୍ତ୍ତମାନ ଯେଉଁ ରେଜିଷ୍ଟ୍ରେସନ୍ ଡେଟ୍ ଅଛି ସେଇଟା ଆପଣଙ୍କର 20 ଫେବୃଆରୀରେ ଅଛି। ଠିକ୍ ଅଛି, 20 ଫେବୃଆରୀ ପର୍ଯ୍ୟନ୍ତ ଅଛି। ଏବଂ ଆପଣଙ୍କ ଯେଉଁ ଲାଷ୍ଟ ଡେଟ୍, ଯଦି ଆପଣ ଏଇ ରେଜିଷ୍ଟ୍ରେସନ୍ ବା ରିରେଜିଷ୍ଟ୍ରେସନ୍ କରିସାରିଛନ୍ତି, ତେବେ ଆପଣ 28 ତାରିଖ ପର୍ଯ୍ୟନ୍ତ ପକାଇ ପାରିବେ। ଠିକ୍ ଅଛି, 28 ଫେବୃଆରୀ। ଆଶା କରିବି ଆପଣଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ ଦେଇପାରିଥିବି। ଆଉ ହଁ, ଆଉ ଗୋଟେ କଥା, ଯେଉଁ ଆପଣଙ୍କର ଫାର୍ମାସି ତାର ମଧ୍ୟ ଡେଟ୍ ଏକ୍ସଟେଣ୍ଡ କରାଯାଇଛି। ତ ସେଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ, ତାର ବି ଏକ୍ସଟେଣ୍ଡ ହୋଇଛି। ଆପଣ ମଧ୍ୟ ତାର ମଧ୍ୟ ଦେଖିପାରିବେ। ଆଶା କରିବି ଆପଣଙ୍କୁ ସମ୍ପୂର୍ଣ୍ଣ ଡିଟେଲ୍ସ ଦେଇପାରିଥିବେ ଏବଂ ଭିଡ଼ିଓଟି ଆପଣଙ୍କ ପାଇଁ ହେଲ୍ପଫୁଲ୍ ହୋଇଥିବ। ଯଦି ଶେଷ ପର୍ଯ୍ୟନ୍ତ ଦେଖିଛନ୍ତି, ତେବେ ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଛି। ଦୟାକରି ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଯେଉଁମାନେ ଆର୍ଆଇ ପକାଇ ନାହାନ୍ତି। ପୁଣି ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ଜୟ ଜଗନ୍ନାଥ।